ଜାଣିଛନ୍ତି କି ବେଦ କେତେ ପ୍ରକାରର? ବେଦର ସୃଷ୍ଟି କେଉଁଠୁ ଓ କ'ଣ କ'ଣ ରହିଛି ଚାରି ବେଦ? ପ୍ରଥମେ ପିତାଙ୍କ ଠାରୁ ବ୍ରହ୍ମବିଦ୍ୟା ଶିକ୍ଷା କରି ଅଗ୍ନି ସୃଷ୍ଟିପୂର୍ବକ ଅଥର୍ବ ବେଦର ରଚନା କରିଥିଲେ। ଯଜ୍ଞାଦି ପ୍ରତ୍ୟେକ ଫଳପ୍ରଦ କର୍ମକାଣ୍ଡ ଏହାଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା। ପ୍ରଥମେ ବେଦର ମନ୍ତ୍ରଗୁଡ଼ିକ ପଦ୍ୟ ଗଦ୍ୟ ଓ ଗୀତମୟ ଥିଲା। ସେତେବେଳେ ଏହି ବୈଦିକ ମନ୍ତ୍ରଗୁଡ଼ିକୁ ତ୍ରୟୀ ନାମରେ ଅଭିହିତ ହୋଇଥିଲା। ମହର୍ଷି ଅଥର୍ବ ସେଥିରୁ ଐତିକ ପ୍ରତ୍ୟକ୍ଷ ଫଳପଦ ଯାଗଯଜ୍ଞ ଓ ଶତ୍ରୁ ମରଣାଦି ଉପଯୋଗୀ ପ୍ରକରଣଗୁଡ଼ିକ ଏକତ୍ର କରି ନିଜ ନାମରେ ସଂକଳନ କଲେ। ତାହାର ନାମ ହେଲା ଅଥର୍ବ ବେଦ। ସେଇଦିନଠାରୁ ବେଦ ଦୁଇ ଭାଗରେ ବିଭକ୍ତ ହେଲା, ତ୍ରୟୀ ଓ ଅଥର୍ବ। ପରେ ମହର୍ଷି କୃଷ୍ଣଦ୍ୱୈପାୟନ ଏହି ତ୍ରୟୀଗୁଡ଼ିକୁ ଋକ୍ ଯଜୁଃ ଓ ସାମ ତିନି ଭାଗରେ ବିଭକ୍ତ କରିଦେଲେ। ସେଇଦିନଠାରୁ ବେଦ ଚାରି ଭାଗରେ ବିଭକ୍ତ ହୋଇଥିଲା, ଋକ୍ ଯଜୁଃ ସାମ ଓ ଅଥର୍ବ। ଏହିପରି ନୂଆ ନୂଆ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ।